ପ୍ରୟାସ ସର୍ବଦା ଶେଷ ନିଶ୍ୱାସ ପର୍ଯ୍ୟନ୍ତ କରାଯିବା ଉଚିତ ଅଟେ। ହୁଏତ ଲକ୍ଷ୍ୟ ହାସଲ ହେବ କିମ୍ବା ଅଭିଜ୍ଞତା ମିଳିବ। ଜୟ ଜୀବନରେ କେବେ ଏଇ ଦୁଇ ଜଣଙ୍କୁ ଦୁଃଖ ଦେବେ ନାହିଁ। ପ୍ରଥମେ ଯିଏ ଆପଣଙ୍କୁ ଜନ୍ମ ଦେଇଛି, ଆଉ ଦ୍ୱିତୀୟରେ ଯିଏ ଆପଣଙ୍କ ପାଇଁ ଜନ୍ମ ନେଇଛି। ଭଲ ପାଇବାର ଅଛି ତ ଗୋଟିଏ ଗରିବ ପୁଅକୁ ହିଁ ଭଲ ପାଅ, କାରଣ ସେ ହିଁ ଜାଣିଥାଏ ପ୍ରକୃତ ଦୁଃଖର ମୂଲ୍ୟ କ'ଣ। ନହେଲେ ତ ଧନୀ ଘରର ପୁଅ ସ୍ୱାର୍ଥ ରଖି ଭଲ ପାଇଥାନ୍ତି। ଯଦି ଜୀବନରେ କାହା ପରି ହେବା ପାଇଁ ଚାହୁଁଛନ୍ତି, ତାହେଲେ ସବୁବେଳେ ପାଣି ପରି ହେବାକୁ ଚେଷ୍ଟା କରନ୍ତୁ। କାହିଁକି ନା ପାଣି ନିଜ ରାସ୍ତା ନିଜେ ତିଆରି କରିଥାଏ, ପଥର ପରି ନୁହେଁ ଯିଏ ଅନ୍ୟର ରାସ୍ତାରେ ବାଧା ସୃଷ୍ଟି କରିଥାଏ। ଜାଣିଛନ୍ତି ବନ୍ଧୁ, ସକାଳର ଗୋଟିଏ ସକାରାତ୍ମକ ଚିନ୍ତାଧାରା ଆପଣଙ୍କ ପୁରା ଦିନକୁ ବଦଳାଇ ଦେଇପାରେ। ନିଜ କର୍ମ ଉପରେ ବିଶ୍ୱାସ ରଖନ୍ତୁ। ଅନ୍ୟମାନଙ୍କ କଥାରୁ କ'ଣ ମିଳିବ? ସେମାନେ ଗୋଟିଏ ମୁହୂର୍ତ୍ତରେ ପ୍ରଶଂସାରେ ପୋତି ଦେଉଥିବା ବେଳେ ଆଉ ଗୋଟିଏ ମୁହୂର୍ତ୍ତରେ ନିନ୍ଦାରେ ଭସେଇ ଦିଅନ୍ତି। ଜୟ ଶ୍ରୀ ଜଗନ୍ନାଥ।